ଆମ ଓଡ଼ିଶା ସୁନ୍ଦର ଓଡ଼ିଶା। ଚାଲନ୍ତୁ ବୁଲିବା ପାଇଁ ଯିବା କରମଡିହିରୁ ଝାଡ଼ଖଣ୍ଡକୁ। ରାଜ୍ୟର ରାଜପଥ 24ରେ। ସତରେ ରାଜ୍ୟ ସରକାର ରାଜ୍ୟ ରାଜପଥକୁ ବହୁତ ସୁନ୍ଦର ଭାବରେ ତିଆରି କରିଛନ୍ତି। ହଁ ଦର୍ଶକ ବନ୍ଧୁ, ଦେଖିଲେ ତ ରାଜ୍ୟ ସରକାରଙ୍କର ପାରିବା ପଣିଆ। ସରକାର କେବଳ ଦଳୀୟ ପ୍ରଚାର ପ୍ରସାର ସହିତ ରାଜସ୍ୱ ଆଦାୟରେ ବ୍ୟସ୍ତ। ମୌଳିକ ସୁବିଧା ଅସୁବିଧା କଥା କିଏ ପଚାରେ? ଆପଣମାନେ ଦେଖିଲେ ତ ରାସ୍ତା କିପରି ମରଣ ଯନ୍ତା ପାଲଟିଛି, କିନ୍ତୁ ପ୍ରଶାସନ ଚାଲାନ କାଟି ସରକାରୀ ଖଜଣା ବଢ଼ାଇବାରେ ପୂରାପୂରି ସମର୍ପିତ। ରାସ୍ତା କିଛି ଦିନ ପୂର୍ବରୁ ମରାମତି ହୋଇଥିଲେ ମଧ୍ୟ ତାହା ଏବେ ଗାଡ଼ ଖାଲରେ ଭର୍ତ୍ତି। ମାନୁଛୁ କି ଦୁଇଚକିଆ ଯାନରେ ଅନେକ ଲୋକ ଦୁର୍ଘଟଣା ହୋଇ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ତେଣୁକରି ସରକାର କେବଳ ଦୁଇଚକିଆ ଯାନ ଉପରେ ନଜର ରଖି ଚାଲାନ କାଟି ଲୋକଙ୍କ ଉପରେ ବୋଝ ଉପରେ ନଳିତା ବେଳା ଭଳିଆ କାର୍ଯ୍ୟ କରୁଛନ୍ତି। ରାସ୍ତା ଖରାପ ହେଲେ ରାସ୍ତା ତିଆରି ସଂସ୍ଥା ଉପରେ ଚାଲାନ କାଟିପାରିବେ କି ସରକାର? ବଡ଼ ଲୋକ ଓ ବଡ଼ ଗାଡ଼ିର କିଛି ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ତା ସହିତ ରାସ୍ତାର ଗାତ ଓ ରାସ୍ତା ମରାମତି ପାଇଁ ସରକାର ଠିକାଦାର ପୋଷା ନୀତି ଅବଲମ୍ବନ କରୁଥିବା ବେଳେ ରାସ୍ତାର ସ୍ଥାୟୀ ସମାଧାନ ପାଇଁ ବାଟଟିଏ ମଧ୍ୟ ଦେଖୁନାହାନ୍ତି। ଦେଖିବାକୁ ବାକି ରହିଲା ସରକାର କୁମ୍ଭକର୍ଣ୍ଣ ନିଦ୍ରା କେବେ ଭାଙ୍ଗୁଛି। ସୁନ୍ଦରଗଡ଼ରୁ ରାଜୁ ପଟେଲଙ୍କ ରିପୋର୍ଟ, ସନ୍ଧ୍ୟା ନ୍ୟୁଜ୍।